ଆଜିର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆଜି ଢାବା ଷ୍ଟାଇଲ୍ ତଡ଼କା ବନେଇଛି, ଡାଲ ତଡ଼କା, ଯେଉଁଟାକି ଆପଣମାନଙ୍କ ସହିତ ସେୟାର କରୁଛି। ଏଥିପାଇଁ ମୁଁ ପ୍ରଥମେ ନେଇଛି ହାଫ୍ କପ୍ ଠାରୁ ଟିକେ ଅଧିକା ରାଜମା। ଆଧିରେ ମୁଁ ମିଶାଇଛି 1.5 କପ୍ ବୁଟ ଯାଇ, ଆଉ ହାଫ୍ କପ୍ରୁ ଟିକେ କମ୍ ମୁଗ, ଗୋଟା ମୁଗ। ଏସବୁକୁ ପ୍ରଥମେ ଆମେ ଭିଜେଇ ଦେବା। ତାକୁ 3-4 ଘଣ୍ଟା ପର୍ଯ୍ୟନ୍ତ ଭିଜେଇବାକୁ ଛାଡ଼ିଦେବା। ତା ଦେହରେ ଟିକେ ଲୁଣ ପକାଇକି ଭିଜେଇବା। ଲୁଣ ପକାଇଲେ ଡାଲିର ଟେଷ୍ଟଟା ବହୁତ ଭଲ ଆସେ, ତେଣୁ ଲୁଣ ପକାଇକି ହିଁ ଭିଜେଇବା। ଆପଣ ଚାହିଁଲେ ବଜାରରେ ମିଳୁଥିବା ମିକ୍ସ ଡାଲ ବି ଆପଣ ଆଣିକି ୟୁଜ୍ କରିପାରିବେ। ମୁଁ ଏଠି କେବଳ 3ଟା ଡାଲି ହିଁ ୟୁଜ୍ କରିଛି। ଦେଖନ୍ତୁ, ଏବେ ଡାଲି ସେ ଭେଜି ଯାଇଛି। ଆମେ ତାକୁ ପ୍ରେସର କୁକରରେ ଛାଣିଦେବା। ତଳେ କାଳେ ଗୋଡ଼ି ଥିବ, ତେଣୁ ଗୋଟିଏ ଟିକେ ଇଏ କରିକି ଛାଣୁଛି। ବେଳେବେଳେ ଡାଲିରେ ଗୋଡ଼ି ରହିଯାଏ। ଏଥିରେ ମୁଁ 2 ଗିନା ପାଣି ଦେବି। ହଳଦୀ ଆଉ ଟେଷ୍ଟ ଅନୁସାରେ ଲୁଣ ଦେଇଦେବା। ଲୁଣ। ଏବେ ଆମେ ଏଥିରେ ପକାଇବା 2 ଖଣ୍ଡ ଡାଲଚିନି, 2ଟା ତେଜପତ୍ର ଆଉ ଟିକେ ଅଦା। ଟିକେ ଅଦା ପକାଇକି ଆମେ ତାକୁ ପ୍ରେସର କୁକରରେ 3ଟାରୁ 4ଟା ହୁଇସିଲ୍ ଦେଇଦେବା, ଯେମିତି ଡାଲିଟା ଡାଲି ଆଉ ରାଜମା ଭଲ କିନା ସିଝିଯିବ। ଯେହେତୁ ବୁଟ ଡାଲି ଅଛି ଆଉ ତା ସହିତ ରାଜମା ବି ଅଛି, ରାଜମା ଟିକେ ସିଝିବା ପାଇଁ ଟାଇମ୍ ନିଏ ଆଉ ବୁଟ ଡାଲି ବି ଟିକେ ଟାଇମ୍ ନିଏ, କିନ୍ତୁ ଯେହେତୁ ଭେଦି ଯାଇଛି ସିଝିଯିବ। ଏବେ ଆମେ ଏଥିପାଇଁ ସିଝିବା ଭିତରେ ପ୍ରସ୍ତୁତ କରିନେବା ମସଲା। ଏଥିପାଇଁ ମୁଁ 2ଟା ପିଆଜ, 1 ରସୁଣ ଆଉ 2ଟି ଛୋଟ ବିଲାତି ନେଇଛି, ଆଉ ଟିକେ ଅଦା ନେଇଛି, ହାଫ୍ ଇଞ୍ଚ ପାଖାପାଖି ଅଦା ନେଇଛି। ଏସବୁକୁ ଆମେ ଛଡ଼େଇ ଦେବା। ଏଠି ମୁଁ କୌଣସି ବଟା ମସଲା ୟୁଜ୍ କରିନି। ଆପଣମାନେ ଚାହିଁଲେ ଅଦା ରସୁଣକୁ ବାଟି ପାରିବେ, କିନ୍ତୁ ମୁଁ ଏଠି ଖାଲି ଏଗୁଡ଼ା ସବୁ କାଟି ଦେଇଛି, ଛୋଟ ଛୋଟ କରିକି କାଟି ନେଇଛି। ରସୁଣକୁ ବି ମୁଁ ଏଠି କାଟିକି ନେଇଛି, ଆଉ ଅଦାକୁ ବି କାଟିକି ନେଇଛି। ସବୁ କଟା ମସଲା ନେଇଛି। ଏଇଠି ମୁଁ 2ଟି କଞ୍ଚା ଲଙ୍କା ବି ନେଇଛି, ଯେଉଁଟାକି ମୁଁ ସେଇ କଟା ହିଁ ପକାଇଛି। ଏଥିରେ କଡ଼େଇରେ 3 ଚାମଚ ତେଲ ଦେବା। ଆପଣ ତେଲ ନିଜ ହିସାବରେ ନେବେ, 2-3 ଚାମଚ ତେଲ ନେବା। ତା ଦେହରେ ଟିକେ ଜିରା ପକାଇବା, ଆଉ ଟିକେ ହେଙ୍ଗୁ ପକାଇବା। ଦେଖନ୍ତୁ, ମୁଁ ଜିରା ପକାଇ ଦେଇଛି। ଏବେ ଟିକେ ହେଙ୍ଗୁ ପକାଇବା। ହେଙ୍ଗୁ ପକାଇଲେ ଡାଲି ଯେହେତୁ ଟିକେ ବାସ୍ନା ଭଲ ଆସେ, ମୁଁ ଏଠି ଟିକେ ହେଙ୍ଗୁ ନେଇଛି। ଏବେ ପିଆଜ ପକାଇବା। ପ୍ରଥମେ ପିଆଜକୁ ଟିକେ ଲାଲ ନୁହେଁ, ତାଠାରୁ ଟିକେ କମ୍ ଭାଜିବା ପର୍ଯ୍ୟନ୍ତ ଭାଜିବା। ତାପରେ ଆମେ ରସୁଣ ଆଉ ଅଦାକୁ ପକାଇଦେବା। ସେଗୁଡ଼ିକ ଟିକେ ଭାଜି ହେଇଗଲେ ତା ଦେହରେ ମୁଁ ଦେଖନ୍ତୁ ଏଠି ଅଦାକୁ କୋରି ନେଇଛି, ଆପଣମାନେ ଚାହିଁଲେ କଟା ବି ପକାଇ ପାରିବେ। ଅଦା କୋରାକୁ ମୁଁ ଏବେ ପକାଇଛି, ଆପଣମାନେ ଚାହିଁଲେ କାଟିପାରିବେ, ନହେଲେ ଏମିତି କୋରିକି ବି ନେଇପାରିବେ। ଏବେ ଆମେ ଏଥିରେ ବିଲାତିକୁ ପକାଇଦେବା। ବିଲାତିକୁ ଟିକେ ଭଲ କିନା ଭାଜିଦେବା। ତାପରେ ଏଥିରେ ମୁଁ ଘରେ ପ୍ରସ୍ତୁତ କରିଥିଲି ଗୋଟିଏ ମସଲା। ଏଥିରେ ମୁଁ ଧନିଆ,
जीरा पानमधुरी डालचीनी गुजराती ये सब पकईकी गोटे मसला प्रस्तुत करेतु सका सका टे टाइम होनी पे टिफिन बनैला बेले तेणु गुंड मसला गोटे बनईकी रखी निजे घरे सेटा ही एथर गोटे चामच मुझे यूज करी आपण मैंने चाहिए बजार मिलूँ तड़का मसला किंबा कौन करी पाउडर धनिया पाउडर जीरा पाउडर ये सब व्यवहार करें मुझे केवल से मसलाटा ही यूज कर सॉफ्ट करने नहीं जापर आम मसला पकेबा ଏବେ ଆମେ ମସଲା ପକେଇଦେବା ଟିକେ ଏଥିରେ ଲୁଣ ନେଇଛି ତାପରେ ମସଲା ଗୁଣ୍ଡକୁ ପକେଇବା ମୁଁ ଗୋଟେ ବଡ଼ ଚାମଚ ମସଲା ଗୁଣ୍ଡ ନେଇଛି ଆଉ ଟିକେ ହଳଦୀ ନେଇଛି ମସଲାଟିକୁ ଟିକେ ଭାଜିଦେବା ତା ଦେହରେ ଆମେ ଅନ୍ୟ ଜିନିଷ ଗୁଡ଼ିକ ଢାଳିଦେବା ଆପଣ ମାନେ ଏମିତି ନିଶ୍ଚିତ ବନେଇବେ जदि मसला नथिबा आपण हळदी टिके जीरा गुंड टिके धलिया गुंड आउ टिके करी पाउडर भी आपण पकई पारिबे नहले बाजार में मिलथबा तड़का मसला भी आपण माने यूज करथिबे आपण एमती बनै के खाइबे आउ मोर चैनल को सब्सक्राइब करिवे बेल आइकन को दबेबे आउ मोर रोसे गुडी को केमिति लागुची निश्चित भाव में कमेंट सेक्शन ले कमेंट देबे एबे देखो मसला हो गलानी एबे हमें पकईदेवा भितर आमर डाली सीझाई डाली को बहुत ठीक लगुच टिके पानी देदेवा टिके फुटिबा पई देबा एबे प्रस्तुत हो जाइए आमर दाल तड़का टिके फुटिबा पई देबा ऊपर टिके आम कस्तूरी मेथी आउ टिके घी देसी घी को पकेबा जहाँद्वारा घी रे तो जमती कि बहुत बास्ना आसे आ भल लगे भी खावाई टेस्ट बढ़ई दिए एबे टिके फुटिबा पई दबा आ टिके घी ता ऊपर टिके घी पकेदबा एबे प्रस्तुत हो जाइए आमर ढाबा स्टाइल दाल तड़का को आपण रोटी सहित पान सहित खाइते खाइ बहुत पसंद आसो भाव डाली आउ नान बनै के खातु आउ केमिति लागुच निश्चिंत भाव में कमेंट रे कमेंट दिंतु एबे हमर आज वीडियो को मिस करुच्ची आपण मानक केमिति लागिला निश्चिंत कमेंट रे जनइबे चैनल को सब्सक्राइब करेंगे लाइक करेंगे और सांग मान सहित निश्चिंत शेयर करेंगे आज वीडियो को एतिक शेष करुच्ची रहिली नमस्कार।